ଯେତେବେଳେ ମୁଁ ମୋ ଜୀବନର ଖୁସିକୁ ଦେଖେ ସେତେବେଳେ ଭଗବାନଙ୍କ ପ୍ରତି ମୋର ପ୍ରେମ ବଢ଼ିଯାଏ ଏବଂ ଯେତେବେଳେ ମୋର ସଂଘର୍ଷକୁ ଦେଖେ ସେତେବେଳେ ଭଗବାନଙ୍କ ପ୍ରତି ମୋର ବିଶ୍ୱାସ ବଢ଼ିଯାଏ। ଆପଣଙ୍କର ଜନ୍ମଜାତକ ପରାମର୍ଶ ପାଇଁ, ଜାତକ ମିଳନ ପାଇଁ, ଯେକୌଣସି ଶୁଭ ମୁହୂର୍ତ୍ତ ପାଇଁ, ଖରାପ ଗ୍ରହର ଦଶାରୁ ବର୍ତ୍ତିବା ପାଇଁ ଉପାୟ, ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ମୋ ସହିତ ଯୋଗାଯୋଗ କରିପାରିବେ, ଯାହାକି ହ୍ୱାଟ୍ସଆପ୍ କରିପାରିବେ। ତେବେ ନମ୍ବରଟି ରହୁଛି 9517795111। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତିକେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ନଭେମ୍ବର ମାସ 9 ତାରିଖ, ଓଡ଼ିଆ କାର୍ତ୍ତିକ ମାସ 24 ଦିନ, ରବିବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି, ଯାହା ରାତ୍ରି 1:55 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ଆଦ୍ରା ନକ୍ଷତ୍ର, ଯାହା ରାତ୍ରି 8:04 ପର୍ଯ୍ୟନ୍ତ ରହୁଛି। ତାପରେ ପୁନର୍ବେଶୁ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:53 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:07। ଆଜି ଯୁଗ୍ନି ରହିଛି ଦକ୍ଷିଣ କୋଣେ, ଯାହା ରାତ୍ରି 1:55 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି, ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମେଷ ରାଶି ବ୍ୟକ୍ତି। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 8:04 ପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ଯାହାକି କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ରାତ୍ରି 8:04 ମଧ୍ୟ, ତେବେ ନିଶ୍ଚିତ 5 ମାସ ଗଣ୍ଡ ଦୋଷ ଲାଗିବ। ଫଳ ରହୁଛି ସ୍ତ୍ରୀ ବିଧବା ଦୋଷ। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ମୂଳା, ତତ୍ସହିତ ବେଲ ଏବଂ ରବିବାର ଯୋଗୁଁ ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ହେଉଛି ଶ୍ରୀ ସୀତା ବିବାହ। ତେବେ ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ, ଯାହାକି ଦେବତା ଗଠନ, ନୌକା ଗଠନ ଓ ଚାଳନା, ବାଣିଜ୍ୟକରଣ, ହଳ ପ୍ରଭାବ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଔଷଧୀକରଣ, ଭକ୍ଷଣ ଓ ନାମକରଣ, ତତ୍ସହିତ ଦୀକ୍ଷା ଗ୍ରହଣ କରିପାରିବେ। ଆଜିର ଶୁଭ ବାର୍ତ୍ତା। ଆଜି ଆମେ ଜାଣିବା ଉଷା ବ୍ରତ ପାଳନ କଲେ କଣ ମିଳିଥାଏ। ଉଷା ବ୍ରତ ପାଳନ କରିଲେ ନିଷ୍ଠା ବହୁଗୁଣିତ ହୋଇଥାଏ, ମନରେ ଏକାଗ୍ରତା ବଢ଼େ, ଆଧ୍ୟାତ୍ମିକ ଶକ୍ତି ବଢ଼େ, ଶାରୀରିକ ଶାନ୍ତି ମିଳେ, ମେଦ ହ୍ରାସ ଘଟେ, ପାକସ୍ଥଳୀ ପରିଷ୍କୃତ ରହେ, ଆଳସ୍ୟ ଦୂର ହୁଏ, ମନରେ ଭଗବତ ପଦରେ ସମର୍ପିତ ହୋଇଯାଏ। ତେଣୁ ଆପଣମାନେ ନିଶ୍ଚିତ ଉଷା ବ୍ରତ ପାଳନ କରନ୍ତୁ ଏବଂ ଆପଣ ଜୀବନକୁ ଏହି ପରିବର୍ତ୍ତନଶୀଳ କରାନ୍ତୁ। ଆଜିର ଅଶୁଭ ବେଳା, ଯାହା ଦିବା 10:06 ଦିବା 12:53 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 3:42 ଅପରାହ୍ନ 5:06 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 1:07 ରାତ୍ରି 2:42 ମଧ୍ୟ ରହିଛି, ଯାହାକି କାଳରାତ୍ରି। ତେଣୁ କାଳରାତ୍ରି, ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 12:54 ଦିବା 2:08 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:50 ରାତ୍ରି 8:32 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:05
ରାତ୍ରି 1:06 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିରୋଧୀ ମାନେ ଆପଣଙ୍କର କାର୍ଯ୍ୟକଳାପକୁ ନିଶ୍ଚିତ ତୀକ୍ଷ୍ଣ କରିକି ଅନେଇବେ, କିନ୍ତୁ ଆପଣ ତାଙ୍କୁ ମାତ ଦେଇ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସଫଳ କରିବେ। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମେଷ ରାଶି ବ୍ୟକ୍ତି ନିଶ୍ଚିତ ନିଜର କାର୍ଯ୍ୟ ଆଗକୁ ବଢିବା ସହିତ ନିଜର ପ୍ରତିଷ୍ଠା ଜାହିର କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଉତ୍ତମ ଯୋଗ ରହୁଛି। ତତ୍ସହିତ ମେଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି ପ୍ରେମ ବହୁତ ଆଗକୁ ବଢିବ। ଉତ୍ସାହ ଭରା କଥାବାର୍ତ୍ତା କରିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୋଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ତେଣୁ ବେପାର ବାଣିଜ୍ୟ ଯେକୌଣସି ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସହଯୋଗ କରିବା ସହିତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ପୂର୍ବରୁ କରିଥିବା ପରିଶ୍ରମର ଫଳ ମଧ୍ୟ ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯଦି ପୂର୍ବରୁ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ନକାରାତ୍ମକ ଭାବନା ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଦାନ ପୁଣ୍ୟରେ ଅଧିକ ସମୟ ଅତିବାହିତ କରିପାରନ୍ତି କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ସମୟ ଦେଇପାରନ୍ତି। ତେବେ ଏଥିରେ ସମୟ ଦେଲେ ଆପଣଙ୍କର ସମୟ କିଛି ଅପଚୟ ହବ ନାହିଁ। ସେଥିରୁ ଆପଣ ମାନସିକ ସ୍ଥିତି ଭଲ ରହିବ ଏବଂ କାର୍ଯ୍ୟ ଗୁଡ଼ିକ ଉତ୍ସାହ ସହକାରେ କରିବେ ଏବଂ କାର୍ଯ୍ୟ ସଫଳତା ମଧ୍ୟ ପାଇବେ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ସ୍ଥିରତା ଆଣିବା ସହିତ ଦୈନନ୍ଦିନ କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ମଧ୍ୟମ ଧରଣର ରହୁଛି। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ବୃଷ ରାଶି ବ୍ୟକ୍ତି ମାନେ ଜଡିତ ଅଛନ୍ତି ନିଜର କଥାବାର୍ତ୍ତାକୁ ଟିକେ ସଂଯମତା ରଖିଲେ ଆପଣଙ୍କର ଭାବ ପ୍ରୀତି ଭଲ ରହିବ, ନହେଲେ ନିଜ ଭିତରେ ଅପ୍ରୀତିକର ଭାବନା ଆସି ମନାନ୍ତର ଯୁଗ ରହୁଛି। ଏହା ପ୍ରତି ସଚେତନ ରହିବା ସହିତ ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବୃଷ ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ଦୂରତା ଅବଲମ୍ବନ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିପାରିବେ ନାହିଁ, କିନ୍ତୁ ଯୋଜନା ମୁତାବକ ବେପାର ବାଣିଜ୍ୟ କରନ୍ତୁ, ନହେଲେ ଆପଣ ବିଫଳତା ମଧ୍ୟ ସାମ୍ନା କରିବାକୁ ପଡିପାରେ। ତେବେ ବୃଷ ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି ଟିକେ ନିଜକୁ ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣଙ୍କର କିଛି ମାତ୍ରା ସ୍ୱାସ୍ଥ୍ୟ ସମସ୍ୟା ରହିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଗ୍ରହ ମାନେ ଆପଣଙ୍କୁ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛନ୍ତି, ତେଣୁ ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ସଫଳ ହବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ମିଥୁନ ରାଶି ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ
ଆପଣଙ୍କର କାର୍ଯ୍ୟକୌଶଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ମିଥୁନ ରାଶି ବ୍ୟକ୍ତି। ଯାହାକି ମିଥୁନ ରାଶି ବ୍ୟକ୍ତି ନୂତନ କାର୍ଯ୍ୟରେ କିଛି ନିୟୋଜିତ ହୋଇପାରନ୍ତି କିମ୍ବା ଆପଣଙ୍କର କାର୍ଯ୍ୟ ଯାହାକି ଆଗକୁ ବଢିବ ଅର୍ଥାତ୍ ପ୍ରମୋସନ କ୍ଷେତ୍ରରେ କିଛି କଥାବାର୍ତ୍ତା ମଧ୍ୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସହଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ରହୁଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଦେଲେ ଆପଣ ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ମହା ଆନନ୍ଦର ଦିନ ହୋଇପାରେ, ଯାହାକି ଭଲ ବାର୍ତ୍ତାଳାପ ସହିତ ନିଜ ଭିତରେ ସମ୍ପର୍କ ଭଲ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆଜି ଆପଣଙ୍କର ଭଲ ସମ୍ବନ୍ଧ ରହିବ। ନିଜ ଭିତରେ ଯଦି ପୂର୍ବରୁ ମନାନ୍ତର ଯୁଗ ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବେ। ତତ୍ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ରାସ୍ତା ବାହାରି ଯାଇପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟକୁ ଆପଣଙ୍କୁ ଧୈର୍ଯ୍ୟ ସହକାରେ କରିବାର ଆବଶ୍ୟକତା ରହିଛି। କୌଣସି କାର୍ଯ୍ୟକୁ ଅସ୍ଥିରତା ଆଦୌ ରଖି କାର୍ଯ୍ୟ କରନ୍ତୁ ନାହିଁ। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ କର୍କଟ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଆଜି ଦୈନନ୍ଦିନ କାର୍ଯ୍ୟରେ କିଛି କାର୍ଯ୍ୟ ଗୁଡିକ ତ୍ରୁଟି ହୋଇପାରେ, ବିଳମ୍ବ ହୋଇପାରେ, ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ମନକୁ ସ୍ଥିର ରଖିବା ପାଇଁ କିଛି ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ରଖନ୍ତୁ, ତେବେ ଯାଇ ଆପଣ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରଗତି କରିବେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ବିଶେଷ କରି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକୁ ଆପଣଙ୍କୁ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ସଫଳତା ପାଇବା ଟିକେ ନିରାଶପଣ ଦେଖା ଦେଇପାରେ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଟିକେ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆପଣଙ୍କର ଅହଙ୍କାର ଭାବନା ଯୋଗୁଁ ନିଜ ଭିତରେ ଯାହାକି ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ତେବେ କର୍କଟ ରାଶି ଦୂରଯାତ୍ରା କରୁଥିଲେ ଆପଣଙ୍କୁ କିଛି ଭଲ ସୁଯୋଗ ବା କାର୍ଯ୍ୟ ସଫଳତା ଯୁଗ ରହୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ ଗୁଡିକୁ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ବେପାର ବାଣିଜ୍ୟରେ ଆପଣ ଆକସ୍ମିକ ଭାବେ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ନୂତନ ବେପାର ବାଣିଜ୍ୟ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ପ୍ରକାର ଖରାପ ହବାର ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ପୂର୍ଣ୍ଣ ସଚେତନ ରୁହନ୍ତୁ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଯୋଉ ଥିବ ତାହା କେମିତି ପୁନରାବୃତ୍ତି ନ ହେବ ଏହା ପ୍ରତି ଧ୍ୟାନ ଦେଲେ ଆଜି ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସମୟ ଅନୁସାରେ ସମସ୍ତ ପ୍ରକାର କାର୍ଯ୍ୟ ହବା ସହିତ ଦୈନନ୍ଦିନ କାର୍ଯ୍ୟ ଗୁଡିକୁ ଆପଣ ଉତ୍ସାହ ସହକାରେ କରିବେ। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। କାର୍ଯ୍ୟ ଯାହାକି ପଦୋନ୍ନତି ହବାର ବା ପଦୋନ୍ନତି କ୍ଷେତ୍ରରେ କିଛି ସମ୍ଭାବନା ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଅନେକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ
ଆପଣଙ୍କର ଭାଗ୍ୟ ଆଜି ଦ୍ୱିଗୁଣିତ ରହିଛି, ଯାହାକି ସମସ୍ତ କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ପ୍ରେମ ସମ୍ବନ୍ଧରେ ଯଦି ଜଡ଼ିତ ଅଛନ୍ତି ଆଜି ଅନେକ ପ୍ରକାର ମଧୁର ସମ୍ପର୍କ ବଢିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି ସିଂହ ରାଶି ବ୍ୟକ୍ତିଙ୍କର ଏବଂ ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି, ବିଶେଷ କରି ଅର୍ଥଜନିତ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଏବଂ ବେପାର ବାଣିଜ୍ୟରେ ଆପଣ ଦ୍ୱିଗୁଣିତ ଲାଭ ପାଇବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି ଗ୍ରହ ମାନଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର କରିଥିବା ପୂର୍ବରୁ ପରିଶ୍ରମର ଫଳ ପ୍ରାପ୍ତ କରିବା ସହିତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ସିଂହ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଗୁଡିକୁ ଟିକେ ଧୈର୍ଯ୍ୟ ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ, କାରଣ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ଯୁଗ ରହୁଛି। ତେଣୁ ନିଶ୍ଚିତ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ କିଛି ତ୍ରୁଟି ଆସିବ, ଅଫିସ ଜନିତ କାର୍ଯ୍ୟରେ କିଛି ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ। ଏହା ପ୍ରତି ସଚେତନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ଟିକେ ସ୍ଥିରତା ରଖନ୍ତୁ। କୌଣସି ଅଧୈର୍ଯ୍ୟ ବା ଅହଙ୍କାର ଭାବନା ବା ବଡମ୍ବା ଦେଖି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। କୌଣସି ପ୍ରେମ କ୍ଷେତ୍ରରେ ଆପଣ ଆଜି କଥାବାର୍ତ୍ତା ସଂଯମତା ନିହାତି ଆବଶ୍ୟକତା, କାରଣ ନିଜ ଭିତରେ ମନାନ୍ତର ଯୁଗ ରହୁଛି। ଅହଙ୍କାର ଭାବନା ଯୋଗୁଁ ଆପଣଙ୍କର ସମ୍ପର୍କ ଫାଟ ଦେଖା ଦେଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମନାନ୍ତର ଯୁଗ ରହୁଛି। ତତ୍ସହିତ ଆପଣ ନିଜ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଟିକେ ଧୈର୍ଯ୍ୟ ସହକାରେ ବେପାର ବାଣିଜ୍ୟ କରନ୍ତୁ। କୌଣସି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର କୌଣସି ଅର୍ଥ କାହାକୁ ଧାର ଉଧାର ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ଦ୍ୱିଗୁଣିତ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ବିଶେଷ କରି ନିଜର ସ୍ୱାସ୍ଥ୍ୟ କେମିତି ଠିକ ରହିବ ବା ଖରାପ ନ ହବ। ଯଦି ଅଧିକ ଖରାପ ହଉଛି କନ୍ୟା ରାଶି ବ୍ୟକ୍ତି ଆଜି ନିଶ୍ଚିତ ଡକ୍ଟର ପରାମର୍ଶ ନିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣଙ୍କର ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ କାର୍ଯ୍ୟଚାପ ବଢିପାରେ, ମନରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ବିଶେଷ କରି ସାଙ୍ଗସାଥି ପରିବାର ବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରଖନ୍ତୁ, କାରଣ ଆଜି ଅନେକ ସମ୍ବନ୍ଧ ଖରାପ ହୋଇପାରେ, ଯାହା ଦ୍ୱାରା ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଖରାପ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧୈର୍ଯ୍ୟ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହୋଇପାରେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟ ସହିତ ଆପଣଙ୍କର ଯଦି ଚାକିରି ସମ୍ବନ୍ଧରେ କିଛି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ତେବେ ଆଶା ଅନୁଯାୟୀ ସଫଳତା ନ ମିଳିପାରେ, କିନ୍ତୁ ବିଫଳତା ମଧ୍ୟ ହବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଭିତରେ କିଛି ଫାଟ ସୃଷ୍ଟି ହୋଇପାରେ। ନିଜର ଅହଙ୍କାର ଭାବନାକୁ ଟିକେ ସଂଯମତା ରଖନ୍ତୁ। ବିଶେଷ କରି ଆପଣ କଥାବାର୍ତ୍ତା ବେଳେ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଦେଖିବେ ଆପଣଙ୍କର ସମ୍ପର୍କ ଭଲ ରହିବ। ତତ୍ସହିତ ଆଜି
ଯାହାକି ତୁଳା ରାଶି ବ୍ୟକ୍ତି ଆପଣଙ୍କର ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେଣୁ ଅର୍ଥଜନିତ ବେପାର ବାଣିଜ୍ୟ ପାଇଁ ଆଜି ନିଶ୍ଚିତ ନିଷ୍ପତ୍ତି ନେଲେ କୌଣସି କ୍ଷତି ହବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ ମଧ୍ୟ କିଛି ଆପଣ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ବିଶେଷ କରି ମାନସିକ ସ୍ଥିତି ଆପଣଙ୍କର ଅସ୍ଥିରତା ଅଧିକ ଦେଖା ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସମସ୍ତ ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣ ବିଫଳତା ଯୁଗ ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟରେ ତ୍ରୁଟି ଆସିପାରେ, ଯାହା ପାଇଁ ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି କାର୍ଯ୍ୟରେ ଗୁଡ଼ିକୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ବିଛା ରାଶି ବ୍ୟକ୍ତି ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କାହା ସହିତ ଯାହାକି ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ର ଟିକେ ସ୍ଥିର ରଖିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଫଳତା ଯୋଗ ଅନେକ ପ୍ରକାର ରହୁଛି। ତେଣୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ଟିକେ ନିଜକୁ ସଂଯମତା ବା ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ କ୍ଷେତ୍ରରେ ଆଦୌ ଉତ୍ତମ ଦିନ ହୋଇ ନପାରେ। ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ଅନେକ ମନାନ୍ତର ଯୁଗ ରହୁଛି। ତତ୍ସହିତ ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ବିଛା ରାଶି ବ୍ୟକ୍ତି ମାନେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ଯୁଗ ସାମ୍ନା ରହିବାର ଯୁଗ ରହୁଛି। ତେଣୁ ଆପଣ ନିଶ୍ଚିତ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଦୂରଯାତ୍ରା କରୁଥିଲେ ବିଛା ରାଶି ବ୍ୟକ୍ତି ଆଜି ବିଫଳତା ମଧ୍ୟ ସାମ୍ନା କରିବାର ଯୁଗ ରହୁଛି। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ବେପାର ବାଣିଜ୍ୟରେ ଆପଣ ବିଫଳତା ଯୁଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନୂତନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ଧନୁ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ସମ୍ପୂର୍ଣ୍ଣ ଭିନ୍ନ ହେବ ଏବଂ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରାଇପାରେ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଅନେକ ପ୍ରକାରର ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ମଧୁରତା ଅଧିକ ଦେଖାଦେବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମଧ୍ୟ ହସ ଖୁସିରେ କଟିବା ସହିତ ବନ୍ଧୁ ବର୍ଗଙ୍କ ସହିତ ଆଜି ଆପଣଙ୍କର ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଜି ନିଶ୍ଚିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସହଯୋଗ କରୁଛନ୍ତି ପୂର୍ଣ୍ଣ ଦୃଷ୍ଟିରେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଆପଣ ଯାହାକି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆପଣ ଆଜି ମାନସିକ ସ୍ତରରେ ମଧ୍ୟ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର
भाग्य संख्या रही जहाँकि 1 भाग्य रंग आपण हलदिया रंग व्यवहार करें एवं ग्रह माने आपण को आज 98% साथ दौरान। एबे चलतु जानिबा मकर राशि व्यक्ति विषय। मकर राशि व्यक्ति आज प्रत्येक कार्य आपण निश्चित आगक बढ़िबा सहित कार्य गुड़िक निश्चित सफलता प्राप्त करिबार उत्तम योग रही। आज कार्य बहुत आनंदित रही पारंती जहाँ आपण भाग्य चक्र जना। आज मकर राशि व्यक्ति दैनंदिन कार्य आगक बढ़िबा सहित गुरुत्वपूर्ण निष्पत्ति नबा पई ग्रह माने आपण को साथ देउचंती। आज मकर राशि व्यक्ति राजनीतिक सामाजिक क्षेत्र में मध्य आगक बढ़िबार पूर्ण सहयोग रहुची। आज मकर राशि व्यक्ति जहाँ कि इंटरव्यू एग्जाम थिले निश्चित आशा अनुसार सफलता मिलिबार सुयोग रहुची। तेबे मकर राशि व्यक्ति आज आपनक नूतन प्रेम वार्तालाप करिबा पई विशेष करी पुरुष माने महिला सहित अधिक संबंध रहिबार पूर्ण सुयोग रहुची जहाँ आपनक भाग्य चक्र जना पड़े। तेबे मकर राशि व्यक्ति जो माने प्रेम संबंध रे जड़ित अछंती आज आपनक पई एक अति आनंदर दिन कहिले अतृप्ति हब नाही। आज मकर राशि व्यक्तिंकर जहाँ कि परिवार वर्ग एवं बंधु वर्ग सहित भल संबंध रहिबा सहित विशेष करी स्वामी स्त्री सहित भल संबंध रहिबार उत्तम योग रहुची। आज मकर राशि व्यक्ति व्यापार वाणिज्य जो माने जड़ित अछंती निश्चित आशा अनुसार लाभ प्राप्त करिबार पूर्ण सुयोग रहुची। तेबे मकर राशि व्यक्ति आज दूर यात्रा जदि करूछंती निश्चित से दूर यात्रा रे आपण सफलता पाइबे एवं शत्रु माने आज पराजित हबार पूर्ण सुयोग रहुची। जो माने आपण को विभिन्न प्रकार समस्या रे पकोथिले आज निश्चित समान को आज आपण पाने दबार उत्तम योग रहुची। तेबे आज मकर राशि व्यक्ति स्वास्थ्यगत दृष्टि देखिले पूर्वर जो स्वास्थ्य समस्या थिबो आज निश्चित समाधान होबार अनेक चांस रहुची जहाँ आपण भाग्य चक्र जना पड़े। तेबे आज मकर राशि व्यक्ति भाग्य संख्या रही जहाँ कि 7 भाग्य रंग आपण बैगणी रंग व्यवहार करें एवं ग्रह माने आपण को आज 80% साथ दौरान। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज समस्त कार्य गुड़े को टिके धैर्य निहाती आवश्यकता। धैर्य सहकारे जदि कुंभ राशि व्यक्ति कार्य परिचालना करुछंती तेबे जाई समस्त कार्य आपण सफलता प्राप्त करिवार उत्तम योग बनै पारे। तेबे कुंभ राशि व्यक्ति आज टिके गुरुत्वपूर्ण निष्पत्ति ठारू दूरता अवलंबन करिबा सहित आपणकर कार्य कौशल को टिके परिवर्तन निहाती आवश्यकता रही। आज कुंभ राशि व्यक्ति जदि आपण राजनीतिक सामाजिक क्षेत्र में कार्य करुछंती निश्चित आपणकर आज मान सम्मान प्रतिष्ठा लाभ करिवार पूर्ण सुयोग रहुची। तेबे शिक्षार्थी विद्यार्थी मानकर आज विलंब युक्त कार्य रहुची तेणु यह प्रति निहाती ध्यान दबार आवश्यकता रहुची। आज कुंभ राशि व्यक्ति जो माने प्रेम दुनिया रे जड़ित अछंती आज निश्चित आपणकर संपर्क किछि अप्रीतिकर खराब जुग रहुची बा निज भितरे मनांतर जुग रहुची तेणु यह प्रति निहाती कुंभ राशि व्यक्ति ध्यान दबार आवश्यकता रहिछि। आज नूतन प्रेम वार्तालाप पई उत्तम जुग होई न पारे एवं परिवार वर्ग बंधु वर्गक सहित किछि कुंभ राशि व्यक्तिंकर मनांतर जुग रहुची। तेबे किछि जदि कार्य रे आपणकर युक्ति तर्क होई पारे तेबे आपण आवश्यक स्थले चुप रुहंतु जहाँ आपणकर संबंध भल रखिबो। तेबे कुंभ राशि व्यक्ति आज व्यापार वाणिज्य रे निश्चित लाभ प्राप्त करिवार पूर्ण सुयोग रहुची। अनावश्यक खर्च ठारू किंतु कुंभ राशि व्यक्ति आज दूरता अवलंबन करंतु। आपणकर योजना अनुसार जदि व्यापार वाणिज्य करिवे निश्चित सफलता पाइबे किंतु नूतन व्यापार वाणिज्य निष्पत्ति आज दूरता अवलंबन करंतु जहाँ आपणक पई भल हेबे। तेबे कुंभ राशि व्यक्ति आज स्वास्थ्यगत दृष्टि देखिले आपणकर पूर्वर जदि स्वास्थ्य समस्या थिबो आज वृद्धि होबा सहित आज मानसिक स्थिति अधिक अस्थिरता देखा दे पारे जहाँ आपणक भाग्य चक्र जना पड़े। तेबे कुंभ राशि व्यक्तिंकर आज भाग्य संख्या रही जहाँ कि 6 भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज निश्चित निजर कार्य प्रति टिके संयमता निहाती आवश्यकता रही। दैनंदिन कार्य रे अनेक समस्या आसी पारे त्रुटि आसी पारे निज भीतर संपर्क खराब होबार चांस रहुची झगड़ा कलह आसी पारे जहाँ आपणक भाग्य चक्र जना पड़ुची। तेणु मीन राशि व्यक्ति यह प्रति निश्चित सावधान रहिबा सहित गुरुत्वपूर्ण निष्पत्ति ठारू
ଦୂରତା ଅବଲମ୍ବନ କରନ୍ତୁ। ତେବେ ମୀନ ରାଶି କାରଣ ଆଜି ନିଜ ଭିତରେ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି, ଯାହା ମୀନ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ମୀନ ରାଶି ବ୍ୟକ୍ତି ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଆପଣଙ୍କୁ ଟିକେ ସ୍ଥିରତା ରଖନ୍ତୁ। ଆଜି ବଢାମି ବା କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ନିମ୍ନଗାମୀ ରହୁଛି, ତେଣୁ ଏହା ପ୍ରତି ସଚେତନ ରହିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ମୀନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ନିଜ ଭିତରେ ମନାନ୍ତର ଯୁଗ ରହୁଛି। ଆବଶ୍ୟକ ସ୍ଥଳେ ଯଦି ଯୁକ୍ତିତର୍କ ହୁଏ ଆପଣ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ସମ୍ବନ୍ଧର ଫାଟ ସୃଷ୍ଟି ହେବ ନାହିଁ। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ, ଯାହା ଆପଣଙ୍କ ପାଇଁ ନିହାତି ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ସହିବାକୁ ପଡିବ। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଅର୍ଥାତ୍ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଆପଣ ଦୂରତା ଅବଲମ୍ବନ କରିବା ସହିତ ଆପଣ ଆଶା ଠାରୁ ତ କ୍ଷତି ନିଶ୍ଚିତ ମିଳିବ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳେ ଆଜି ବେପାର ବାଣିଜ୍ୟ ଠାରୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ଆପଣ ସ୍ୱାସ୍ଥ୍ୟ କେମିତି ଠିକ ରହିବ ତାହା ପାଇଁ ପୂର୍ଣ୍ଣ ସଚେତନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଦୂରଯାତ୍ରା ପାଇଁ ଯଦି କିଛି କାର୍ଯ୍ୟ କରୁଛନ୍ତି ବା ଯାଉଛନ୍ତି ତେବେ ଆଜି ତାକୁ ନାସ୍ତି କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।